ଆଚ୍ଛା, ଆପଣମାନେ ମନ୍ଦିରର ଶାଗ ମୁଗ ତ ଥରେ ନୁହଁ 2-3 ଥର ମାଗିକି ନିଶ୍ଚୟ ଖାଇଥିବେ। ଯେତେ ଶାଗ ମାଗିକି ଖାଇଲେ ବି ମନ ବୁଝେନି। ସେଥିଯୋଗୁଁ କାଲି ସୁଦଶା ବ୍ରତ ଥିଲା, ମାଆଙ୍କର ଦଶହରା ପୂଜା ବି ଥିଲା, ସେଥିପାଇଁ ଶାଗ ଆସିଥିଲା। ମୁଁ ସେ ଶାଗ ଟିକେ ଏମିତି ଭାବରେ ବନେଇଛି ଯାହାକୁ ଆପଣମାନେ ଦେଖିଲେ ଆପଣଙ୍କର ଆଗକୁ ବହୁତ କାମରେ ଲାଗିବ। କାରଣ ଆଗକୁ କାର୍ତ୍ତିକ ମାସ ଆସୁଛି, ଏଇଟା ତ ଆପଣଙ୍କର ବହୁତ କାମରେ ଲାଗିବ। ଦେଖିଲେ ମୁଁ ଧୀରେ ଧୀରେ ଭିଡ଼ିଓ ସୁଟ୍ କରିକି ରଖିଛି, ଆପଣମାନଙ୍କ ସେଥିରେ ସେୟାର କରିବି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଭାବରେ ଶାଗକୁ ମୁଁ ଧୋଇ ନେଇଥିଲି, ସେଥିରେ ପାଣି ଛାଡ଼ିବା ପର୍ଯ୍ୟନ୍ତ ତାକୁ ଚୁନ ଚୁନ କରିକି କାଟିଦେଲି। କାରଣ ମୋତେ ପନିକିରେ କାଟିବା ମୋର ଅଭ୍ୟାସ ହୁଏନି, ତେଣୁ କାଟିଲେ ବି ଛୋଟ ଛୋଟ କରି ଜମାରୁ ବି କାଟିପାରେନି। ସେଥିଯୋଗୁଁ ମୁଁ ଛୁରୀ ସାହାଯ୍ୟରେ କାଟେ। ମୁଁ ତାକୁ ଭଲସେ ଚୁନ ଚୁନ କରିକି କାଟି ନେଇଛି। ଏଠି ମୁଗ ଡାଲି କିଛି ନେଇକି ଭଲସେ ଭାଜି ନେଇଛି, କାହିଁକିନା ଭଲସେ ଭାଜି ଦେଲେ ଆମର ସେଟା ଲାଳ ଅଂଶଟା ଛାଡ଼ିଯାଏ। ଆମକୁ ଭଲସେ ଡାଲିର ଶାଗଟା ବନେଇବା ପାଇଁ ବହୁତ ଭଲ ହିଁ ହୁଏ। ଗରମ ପାଣି ରଖିଥିଲି, ଭାଜି ସାରିଲା ପରେ ଗରମ ପାଣିକି ମୁଁ ଆଡ଼୍ କଲି। ପରିବା ହିସାବରେ କଖାରୁ, ବାଇଗଣ, କଦଳୀ ଏସବୁକୁ ମୁଁ କାଟିକି ନେଇଯାଇଛି, ତା ଦେହରେ ମୁଁ ଆଡ଼୍ କରିଛି। ତା ସ୍ୱାଦ ଅନୁସାରେ ଲୁଣ ମୁଁ ପକାଇ ଦେଇଛି। ତାପରେ ତାକୁ ଭଲସେ ଘୋଡ଼େଇ ନେଇଛି। ତା ଭିତରେ ସେ ହେଇସାରିଲା ପରେ ଅଳ୍ପ ଟିକେ ନାକୁ ସିଝି ଆସିଲା ପରେ ମୁଁ ଚୁନ ଚୁନ କରିକି ଯେଉଁ ଶାଗ ଆରକ ରଖିଥିଲି ତା ଦେହରେ ମୁଁ ଆଡ଼୍ କରିଛି। ଯେମିତି ବି ହଉ ଶାଗରେ ଟିକେ ନଡ଼ିଆ ନ ପଡ଼ିଲେ ଜମାରୁ ବି ବିଲକୁଲ ଭଲ ଲାଗେନି। ସେଥିଯୋଗୁଁ ମୁଁ ନଡ଼ିଆଟା ପକାଇଛି। ଦେଖନ୍ତୁ ଆମର କେତେ ବହୁତ ବଢ଼ିଆ ସେ ଶାଗଟା ହେଇଗଲାଣି। ଆଉ ଏତେ ସୁନ୍ଦର ସେ ହେଇଯାଇଛି, ପୁରା ସଫ୍ଟ ହେଇଯାଇଛି କରିସାରିଲା ପରେ। ଏବେ ବର୍ତ୍ତମାନ ଆମର ଶାଗଟି ହେଇଯାଇଛି, କିନ୍ତୁ ଯେତେ ଶାଗ କଲେ ତାର ଫୁଟଣଟା ହେଲା ମେନ୍ ତାକୁ ଭଲସେ କେମିତି ଫୁଟଣଟା କରିକି ଦେବ। ତା ଫୁଟଣଟା ମେନ୍ ଆଗୁଆ କରିବା ଦରକାର। କାହିଁକିନା ଏମିତି ବନେଇବା ଦରକାର ଯେମିତି ଶାଗରେ ପଡ଼ିଲା ମାନେ ମନ୍ଦିର ଭଳିଆ ସ୍ମେଲ୍ ବାସ୍ନା ଆସିବ। ସେଇଭଳିଆ ପାଇଁ ଫୁଟଣଟା ଗୋଟେ ତଡ଼କା ଲଗେଇକି କରିଛି। ତେଣୁ ବହୁତ ବଢ଼ିଆ ବାସ୍ନା ବି ହେଉଛି। ନା ମୁଁ ଗୁଆ ଘିଅରେ ଛୁଙ୍କ କରିଥିଲି, ସେଥିଯୋଗୁଁ ବହୁତ ସ୍ମେଲ୍ ବି ହେଉଥିଲା ଆଉ ବହୁତ ଦେଖାଯାଉଥିଲା। ଏତେ ସୁନ୍ଦର ଦେଖାଯାଉଥିଲା, ଆପଣମାନେ ଦେଖୁଥିବେ। ଦେଖନ୍ତୁ ମୁଁ ତାକୁ ଗୋଟେ ଗିନାରେ ପ୍ରସ୍ତୁତ କରି ନେଇଛି, ସଜାଡ଼ି ନେଇଛି। ଏଥିରେ ଦେଖନ୍ତୁ ମୁଁ ଗୋଟେ ଖାଇବା ଥାଳି ବି ସଜାଡ଼ି ନେଇଛି, ଯେଉଁଥିରେ କି ମୁଁ ଖେଚଡ଼ି ବନେଇଛି। ଗୁଆ ଘିଅ ପକାଇ ଖେଚଡ଼ି ବନେଇଛି, ଡାଲମା ପକାଇଛି। ସେଥିରେ ବହୁ କଷ୍ଟରେ ମୋତେ କାଙ୍କଣ ତକ ମିଳିଛି, ମୁଁ ପକାଇଛି ସେଥିରେ। କାହିଁକିନା ଏ କାଙ୍କଣଟି ବାଙ୍ଗାଲୋରରେ ଯାହାର କିଲୋ ଥିଲା 150 ଟଙ୍କା, ସେଥିଯୋଗୁଁ ମୁଁ ତା ଦେହରୁ କିଛି ଆଣିକି କାଙ୍କଣ ଆ ଦେହରେ ଆଡ଼୍ କରିଛି। ଆଜି ଏ କାଙ୍କଣ ବହୁ କଷ୍ଟରେ ମୋ ହାତରେ ଧରା ଦେଇଥିଲା। ସେ କାଙ୍କଣକୁ ମୁଁ ଆଜି ଡାଲମାରେ ପକାଇଥିଲି। ଆଉ କିଛି କଦଳୀକି ଭାଜି ନେଇଛି, କାକୁଡ଼ି, ଲେମ୍ବୁ ଏସବୁ ନେଇ ଗୋଟେ ମିଲ୍ ମୁଁ ସଜାଡ଼ିଛି। ଏବେ ମିଲ୍ସ ରେଡ଼ି ହେଇଯାଇଛି। ଆପଣମାନେ ବି ଘରେ ବନେଇକି ଟେଷ୍ଟ କରନ୍ତୁ। ଏବେ ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।